ଯେ ସମୂହ ପ୍ରାର୍ଥନା କରିବା ପାଇଁ ମୁଁ ମଧ୍ୟ ସେ ସମର୍ଥନ କଣ୍ଠରେ କଣ୍ଠ ମିଳେଇ ପରମ ପିତାଙ୍କ ପାଖରେ ପ୍ରାର୍ଥନା କରେ। ପରମ ପିତା ସେ ଆଶିଷକୁ ଦିବ୍ୟାଶକୁ ଦୀର୍ଘାୟୁ କରନ୍ତୁ, ଚିରାୟୁ କରନ୍ତୁ, ସଦାୟୀ କରନ୍ତୁ, ନିରୋଗୀ ରଖନ୍ତୁ ଏବଂ ଏକ ଭଲ ମନୁଷ୍ୟଟେ କରି ଦେଶ ଜାତି ସମାଜ ରାଷ୍ଟ୍ରର ଏକ ନିର୍ଭରଯୋଗ୍ୟ ଭଲ ମନୁଷ୍ୟଟିଏ ଠିଆ ହଉ। ଏହା ହିଁ ମୋର ପ୍ରଭୁଙ୍କ ପାଖରେ ପ୍ରାର୍ଥନା। ଏବଂ ଅଶୋକ ଭାଇ ଏବଂ ମନୀଷା ମାଙ୍କର ପଞ୍ଚ ମହାଜୀବନ, ବ୍ୟକ୍ତି ଜୀବନ, ଦାମ୍ପତ୍ୟ ଜୀବନ, ପାରିବାରିକ ଜୀବନ, ସାମାଜିକ ଜୀବନ, ରାଷ୍ଟ୍ର ଜୀବନ ପରମ ପିତାଙ୍କ ଅପାର ସୁଖ ଶାନ୍ତି ଆନନ୍ଦରେ କଟୁ। এই গৃহর মালিক যে ভিকারি জেনা ভাই আজ তাଙ୍କ ବାସଗୃହରେ ଯୁବ ପୁରୁଷୋତ୍ତମ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଏ ନାମ ସଂକୀର୍ତ୍ତନ ସତ୍ସଙ୍ଗ ହେଉଛି। ଘରଟି ଆଜି ମନ୍ଦିର ହେଇଛି। ତ ସେ ଭିକାରୀ ଭାଇଙ୍କର ଉତ୍ତରୋତ୍ତର ଉନ୍ନତି ହଉ, ସେ ମଧ୍ୟ ଦୀର୍ଘାୟୁ ହୁଅନ୍ତୁ, ଚିରାୟୁ ହୁଅନ୍ତୁ, ତାଙ୍କ ପରିବାର ପରମ ପିତାଙ୍କ ଅପାର ସୁଖ ଶାନ୍ତି ଆନନ୍ଦରେ ରୁହନ୍ତୁ ଏବଂ ଆପଣ ସମସ୍ତଙ୍କର ବିଶ୍ୱବାସୀଙ୍କର ପରମ ପିତା ସାର୍ବିକ ମଙ୍ଗଳ କରନ୍ତୁ। ଏହା ହିଁ ମୋର ପ୍ରଭୁଙ୍କ ପାଖରେ ପ୍ରାର୍ଥନା। ବିଶେଷ ଭାବରେ ଆମର ଯେ ବସନ୍ତ ଗୌରା ଭାଇ ଠାକୁରଙ୍କ କର୍ମୀ ଅଧ୍ୟକ୍ଷ, ସେ ମନୀଷାର ଦାଦା ଏବଂ ତାଙ୍କର ମଧ୍ୟ ତାଙ୍କ ଖୁଡ଼ି ଯେ ଉଷା ମା ମଧ୍ୟ ଆସିଛନ୍ତି ଏବଂ ବସନ୍ତ ଭାଇଙ୍କର ପୁଅ ଯିଏକି ଆମର ସୁନ୍ଦର ଭାବରେ କୀର୍ତ୍ତନ କରୁଥିଲା ଯେ କି ସେ ମଧ୍ୟ ବୈରାଗୀ ଦାଦା, ଏ ସମସ୍ତେ ଆଜି ଆସିଛନ୍ତି ପ୍ରତିକୂଳ ପରିବେଶରେ। ସେ ତାଙ୍କ ଝିଅକୁ ଝିଆରୀକୁ ଯେହେତୁ ଭଲ ପାଆନ୍ତି, ତାଙ୍କ ନାତିର ଜନ୍ମଦିନଟିକୁ ଏ ଶାସ୍ତ୍ର ମାଧ୍ୟମରେ ସେ ପାଳନ କରିଛନ୍ତି। ପ୍ରକୃତ ତାଙ୍କ ନାତି ଆଉ ତାଙ୍କ ଝିଅ ଜ୍ୱାଇଁ ସମସ୍ତେ ଆଜି ଧନ୍ୟ ହୋଇଛନ୍ତି। କାରଣ ଜୀବନରେ ମଣିଷ ସବୁ କିଛି କରିପାରେ, କିନ୍ତୁ ପରମ ପିତାଙ୍କ ଆଶୀର୍ବାଦ ନହେଲେ ଏ ସତ୍ସଙ୍ଗ କରିବାର ସୁଯୋଗ ସମସ୍ତେ ପାଆନ୍ତିନି। ସମସ୍ତେ ହୋମ କରିପାରିବେ, ସମସ୍ତେ ବ୍ରତ କରିପାରିବେ, ସମସ୍ତେ ଓଷା କରିପାରିବେ, ଅନେକ ଖାଇବା ପିଇବା ମଧ୍ୟ କରିପାରିବେ, କିନ୍ତୁ ପରମ ପିତାଙ୍କର ଆଶୀର୍ବାଦ ନହେଲେ ଏ କଳି ଯୁଗରେ ଏ ସତ୍ସଙ୍ଗ କରିବାର ସୌଭାଗ୍ୟ ତାହେଲେ ଭାଗ୍ୟରେ ଥିଲେ ମିଳେ। ଯାହା ଏ ସତ୍ସଙ୍ଗ ହେଉଛି ମହାତୀର୍ଥ। ଏଠିକି ଆସିଲେ ମଣିଷର ଜୀବନରେ ସବୁ କିଛି ରୋଗ ଶୋକ ପାପ ତାପ ଦୁଃଖ କଷ୍ଟ ଅଭାବ ଅନାଟନ ସବୁ ଚାଲିଯାଏ, କାରଣ ଏ ହେଉଛି ତୀର୍ଥ। ଠାକୁର ଯେଉଁଠିକି ଗଲେ ମଣିଷର ଗ୍ରନ୍ଥିର ମୋଚନ ହୁଏ, ତାହା ହେଉଛି ତୀର୍ଥ। ଗୟା ଯାଅ, ବୃନ୍ଦାବନ ଯାଅ, ମଥୁରା ଯାଅ, ଅଯୋଧ୍ୟା ଯାଅ, ତାର ଯୋଉ ଫଳ ସ୍ଥିତିଟା ମିଳିବ ସେଇ ଫଳଟା ଏଇ କଳିଯୁଗରେ ସତ୍ସଙ୍ଗରେ ମିଳିବ। ସେଥିପାଇଁ ଭଗବାନ କହିଲେ ନାହାନ୍ତି ତିଷ୍ଠାମି ବୈକୁଣ୍ଠେ ଯୋଗିନା ହୃଦୟଚ୍ଛ ମଦଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ତେଣୁ ଆଜି ସ୍ୱୟଂ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଯେ କି ପରମ ବୈଜ୍ଞାନିକ ଯୁଗର ବିଜ୍ଞାନ ଯୁଗର ପରମ ବୈଜ୍ଞାନିକ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଆଜି ନିଜେ ଏଠି ଉପସ୍ଥିତ ଅଛନ୍ତି। ଆଜି ଏ ପରିବାର ମଙ୍ଗଳ କାମନା ସହିତ ଏ ଆଶିଷର ମଙ୍ଗଳ କାମନା ସହିତ ବିଶ୍ୱବାସୀଙ୍କ ମଙ୍ଗଳ ପାଇଁ ପରମ ପିତା ଅତନ୍ତ୍ର ପ୍ରହରୀ ହିସାବରେ ଆଜି ମୋହନ ରେସିଡେନ୍ସରେ ବସିଛନ୍ତି। ଆଉ ଅନେକ ଲୋକ ମଧ୍ୟ ଏଇ ରେସିଡେନ୍ସରେ 27ଟା ପରିବାର ଅଛନ୍ତି। ଅନେକ ଲୋକ ମଧ୍ୟ ଏଇ ପୁରୁଷୋତ୍ତମର ସନ୍ଧାନ ପାଇନାହାନ୍ତି। ଯଦିଓ 12 ମାସରେ 13 ପର୍ବ କରନ୍ତି, ଓଷା ବ୍ରତ କରନ୍ତି, କିନ୍ତୁ ଯୋଉଟା ଆମର ବେଦ କହୁଛି, ଆମର ଉପନିଷଦ କହୁଛି, ଆମ ଶାସ୍ତ୍ର କହୁଛି, ଗୁରୁର ପୂଜା ନହେଲେ କିନ୍ତୁ ହୁଏ ନା କେଉଁ ଦେବତାର ପୂଜା। ସବୁ ଦେବତାର ସିଦ୍ଧ ଆତ୍ମାଶୁଦ୍ଧ ହେଇନି। ତେଣୁ ପ୍ରଥମେ ମଣିଷ ଗୁରୁ ଗ୍ରହଣ କରିବ, ଗୁରୁଙ୍କ ପ୍ରଦତ୍ତ ଯୁଗ ମାଫିକ ମନ୍ତ୍ରକୁ ଜପ କରିବ। ଆଜିକାଲି ଲୋକ ଯେତେ ସବୁ ମନ୍ତ୍ର ଜପ କରୁଛନ୍ତି, ଅତୀତ ଯୁଗର ସବୁ ସତ୍ୟ ତ୍ରେତୟା ଦ୍ୱାପର ଯୁଗର, କିନ୍ତୁ ଏ ଯୁଗର ମନ୍ତ୍ରଟି ଯେହେତୁ ମଣିଷ ପାଖରେ ନାହିଁ, ମଣିଷ ଯେମିତି ବାଟ ନ ପାଇକିରେ ଅବାଟରେ ଯାଏ, ସେଇଥିପାଇଁ ଧର୍ମ ନାଁରେ ମଣିଷ ଆଜି ଅବାଟରେ ଯାଉଛି। ଖାଲି ଧର୍ମ ନାଁରେ ମଣିଷ ଟଙ୍କା କରୁଛି, କୋଠା କରୁଛି, ଗାଡ଼ି କରୁଛି, ପୁଅକୁ ଝିଅକୁ ଡାକ୍ତର କରିବାକୁ କହୁଛି, କିନ୍ତୁ କୋଉ ବାପା ମା କହୁନି ମୋ ପୁଅଟା ଗୋଟେ ଭଲ ମଣିଷ ହଉ, ମୋ ପୁଅଟା ଯଦି ମୋ ବାପା ମାଙ୍କୁ ଭଲ ପାଉ ଏବଂ ପଢାପଢି ପରିବେଶରେ ସମସ୍ତେ କହୁଛନ୍ତି ଅମକ ରାସ୍ତାର ପୁଅଟା ଯେ ଭଲ ପୁଅଟେ, ଅଲଗା ଅଲଗା ପାର ଝିଅଟା ଭଲ ଝିଅଟି। ଇଏ ଭଲ କଥାଟା କୌଣସି ବାପା ମା ଆଜିକାଲି ଯଦିଓ ପୁଅ ଝିଅକୁ ଶିକ୍ଷା ଦଉଛନ୍ତି, ବିଭାଘର ଦଉଛନ୍ତି, କିନ୍ତୁ ସଂସ୍କାର ଦଉନଥିବାରୁ ଆଜି ପ୍ରତ୍ୟେକଟା ପିଲା ଆଜି ତାର ନୈତିକ ଅଧପତନ ହଉଛି। ଯଦିଓ ପାଠ ପଢୁଛି, ଚାକିରି କରୁଛି, ବିଭାଘର କରୁଛି, କିନ୍ତୁ ସବୁ ଜୀବନ ସେ ତାର ନୈତିକ ଯୋଉଟା ମୂଲ୍ୟବୋଧ, ସେ ମୂଲ୍ୟବୋଧଟା ହରେଇ ବସୁଛି। କାହିଁକି ନା ଠାକୁର ଅନୁକୂଳ ଚନ୍ଦ୍ର ଯୁଗର ପୁରୁଷୋତ୍ତମ ହିସାବରେ କହିଲେ ଯେ ତମେ ଦୀକ୍ଷା ନେଇ ଶିକ୍ଷା କର, ଆଚାର୍ଯ୍ୟଙ୍କୁ କରିସାର, ଆଚରଣ ବୋଧଚନେ ଜ୍ଞାନର ସାଗର ହେବାକୁ ପାର। ଯେ ପର୍ଯ୍ୟନ୍ତ ତୁମେ ଦୀକ୍ଷା ନେଇ ଗୁରୁ ଗ୍ରହଣ କରିନ, ସେ ପର୍ଯ୍ୟନ୍ତ ତୁମର କାୟା ଶୁଦ୍ଧି ହେଇନି, ମନ ପବିତ୍ର ହେଇନି। ତେଣୁ ସେଥିପାଇଁ ଠାକୁର କହୁଛନ୍ତି ଦେବାଦେବୀ ହଜାର ଧରି ଆଚାର୍ଯ୍ୟ ଯାହାର ଗୁରୁ ନାହିଁ, ସ୍ପଷ୍ଟ ଭାବେ ଜାଣି ରଖ ଜୀବନ ଚଳନି ମହାନ ଭୟ।
आज विश्व आतंकवादी आतंकित भितर गति करुच्ची कोरोना महामारी आसला ताकू मनुष्य देखिला तापर एबे मत विश्व युद्ध चलीची से कथा मत देखुची किंतु मनुष्य तथापि चिंता करूनी जे मु किभଳି भलरे बंचिबी आ बढिबी तेणु ठाकुर अनुकूल चंद्र जे जुगर पुरुषोत्तम से बंचिबा बढिबार कौशल शिखई आम रवि भाई सुंदर कोरस भितर सब किसी व्याख्या करुले पुरुषोत्तम संस्कार संस्कृति विधि विधान सब कथा से कोरस भितर आप सब शुणुले आज ठाकुर कहते पुरुषोत्तम किए चले ना आम बुझुँ रामचंद्र को मध्यता पुरुषोत्तम कहते जुगे द्वापर जुगे भगवान श्रीकृष्ण को आम लीला पुरुषोत्तम कहते ये कलियुग जगन्नाथ को आम दारिद्र्य जगन्नाथ कहूचे किंतु से पुरुषोत्तम कह जाए से पुरुषोत्तम निराकार ब्रह्म साकार रूप आसती सद्गुरु तेणु से पुरुषोत्तम किए ना सब देवतार समाहार पुरुषोत्तम सृष्टि सहज मनुष्य नर रूपे करती दृष्टि पुष्टि आजिकल लोक ठाकुर देखिए कहते कौन मनुष्य को पूजा करेक लोक दीक्षा नहीं कहते अनुकूल बाबा भी कहती कि प्रकृत ठाकुर अनुकूल बाबा नुहति से हूँ प्रकृत से पुरुषोत्तम तो ठाकुर पुरुषोत्तम तार किए ना सब सत्तार आपूरणी पुरुषोत्तम ताकू कहे व्यर्थ है तुमर जीवन सार्थक धरती सी तेणु जो पुरुषोत्तम आसती से समस्त सब जीव सत्ता भितर से निजे जीवंत थाए तेणु मनुष्य जीवंत अवस्था मनुष्य चलुची बुलूची कथा कहूँ खाऊँ पिंधुची पाठ पढ़ुची किभली ना भगवान आत्मा रूप अच्छा से ठाकुर सब सकल बटे नारायण देखी संतोष भगवान से भगवान मनुष्य भितर अच्छा आज मनुष्य आज जड़ पलटि जाऊँगी आज निष्ठुर हो जाऊँगी माओवादी हो जाऊँगी उग्रवादी होउची आतंकवादी होउची आज समाज विशृंखला सृष्टि होती कहीं ना भगवान कहते मनुष्य खाऊचु जहार पिंधुचु जहार करुचु निंदा अपमान एभली तुम्हें अकृतज्ञ एभली तुम निष्ठुर जो भगवान मनुष्य आदि खाद्य खाऊचु जो भगवान जल वायु पवन उत्ताप आई सब किसी व्यवहार कर मनुष्य हिसाब करुला आजिकल उच्च शिक्षित पुओ झी मान पाठशाला पढ़ुची बड़ बड़ यूनिवर्सिटी से भगवान को दबा कथा कहे से आम भगवान को कहीं देवु आजिकल उच्च शिक्षित झील मैंने कुकुर को दौरान कि बापा माँ को दौना कि भगवान को दौना कारण हृदय भितर से चेतना सृष्टि हो तेणु जो पुरुषोत्तम आसती सद्गुरु से दीक्षा दिखते गुरु मध्यम मनुष्य भीतर चेतना हवाटा सृष्टि करूँ मनुष्य भीतर जो निष्ठुर हवाटा को आस्ते आस्ते कंट्रोल हो मनुष्य भीतर देव भावटा मनुष्य भीतर संचारित हुए से बुझीपे जे प्रथम मो माँ को भल पाइबी मो बापा को भल पाइबी मो पड़ापड़ोशी को भल पाइबी कि आजिकल पुओ झी पाठ पढ़ी चाकरी कर बापा माँ को भल पाऊना कि पड़ापड़ोशी भल पाए समस्त कहते मुझे मुझे बड़ हेबी बड़ चाकरी करी लक्ष टका दरमा पाइबी कोटी टका कार चढ़ी अन्न कि से किसी करने को चिंता करूँ से ठाकुर पड़ापड़ोशी विपद जीवे भावुची कि बस खाइबू गुंजी जा चली जा पासे से बंचा पुंजी तेणु मनुष्य आज मनुष्य आम पाठ पढ़ा पढ़ुलु मनुष्य हूँ सामाजिक प्राणी मनुष्य हूँ परस्पर परिपूरक कि कहीं छाड़ी बंची पारे ना किंतु आज मनुष्य को मारुची प्रताड़ना करुच्ची निष्ठुर निर्मम प्रहार करुच्ची से मनुष्य को भल पाई कहीं ना मनुष्य भीतर से नाम ना मनुष्य पाखे आज शिक्षा अच्छी किंतु संस्कार ना मनुष्य पाखे धन अच्छी किंतु मनुष्य पाखे नाम ना से मनुष्य आज निष्ठुर तेणु ठाकुर कहले निष्ठा भरी करें नाम आपे हुए प्राणायाम जो मैंने पुरुषोत्तम दीक्षा नियंती से नाम जप करती से मनुष्य भीतर हृदय भीतर कोमल भावटा आसे तेणु से समस्त को निजर भली अनुभव करें पर बोले किसी भावना से ठाकुर कहते मनुष्य निजर टंका पर जेते पारुच मनुष्य धर जे मनुष्य भगवान आसती से मनुष्य ठाकुर से मनुष्य को भल पाती कि आज लोक कोठा बाड़ी धन सम्पत्ति भल पाती कि ठाकुर कहे टंकार जत्न कर न कर मनुष्यर जत्न कर चल लक्ष्मी केशव होइबे बंदा होइबे से विभो जदि तुम टंका पैसा को भूली जाए से भगवान को जब भल पाइब बापा माँ को जब भल पाइब तुम किसी अभाव रही तेना ठाकुर अनुकूल चंद्र आसती आम मान से भल पाइबा भाव सृष्टि करने भल मनुष्य हवा पाई भल मनुष्य केमती हम ना भल यूनिवर्सिटी पाठ पढ़ले जो पिला मान सर्टिफिकेट मान बढ़ी जाए सेमती भल मेडिकल रोग निराकरण हो पारे से सत्संग आसिले मनुष्य भल मनुष्य हुए
ସେଥିପାଇଁ ଠାକୁର କାରଖାନା ଗଡ଼େ ଜିନିଷ ସତସଙ୍ଗ ଗଡ଼େ ମଣିଷ। ଏ ମଣିଷ ସତ୍ସଙ୍ଗକୁ ଆସିଲେ ଗୋଟେ ଭଲ ମଣିଷର ଭ୍ୟାଲୁ ଆଡିସନ ହେଇଯାଏ। ଡକ୍ଟର ଏପିଜେ ଅବଦୁଲ କଲାମ ପୂର୍ବତନ ରାଷ୍ଟ୍ରପତି ଥିଲେ। ସେ କହୁଥିଲେ ଯେ ଆଜିର ଛାତ୍ରଛାତ୍ରୀ ମାନେ ଯୁବକ ଯୁବତୀ ମାନେ ଯଦି ଶିକ୍ଷାରେ ପ୍ରଗତି କରିଛନ୍ତି, ଧନ ସମ୍ପତ୍ତିରେ ପ୍ରଗତି କରିଛନ୍ତି, କିନ୍ତୁ ନୈତିକ ଚରିତ୍ରରେ ତାଙ୍କ ପ୍ରଗତି ହଉନି, କାରଣ ସେ ଜୀବନରେ ଗୁରୁ ଗ୍ରହଣ କରିନାହାନ୍ତି। ତେଣୁ ସେଥିପାଇଁ ଅବଦୁଲ କଲାମ କହୁଥିଲେ ଯଦି ଭାରତର ଛାତ୍ରଛାତ୍ରୀ ମାନେ ସମସ୍ତେ ଗୁରୁ ଗ୍ରହଣ କରନ୍ତି, ଏ ଯୁବକ ଯୁବତୀ ମାନେ ଗୁରୁ ଗ୍ରହଣ କରନ୍ତି, ବିଶେଷ କରି ପୁଅ ଝିଅ ମାନେ ବିବାହର ପୂର୍ବରୁ ଯଦି ଗୁରୁ ଗ୍ରହଣ କରନ୍ତି, ତାହେଲେ ସେମାନଙ୍କ ଦେଇ ଗୋଟେ ଭଲ ସନ୍ତାନ ପୃଥିବୀକୁ ଆସିବ। ଏ ପୃଥିବୀ ଚାହୁଁଛି ଗୋଟେ ଭଲ ମଣିଷ, କିନ୍ତୁ ଆଜି ପୃଥିବୀରେ 400 କୋଟି ଲୋକ, ଭାରତରେ 140 କୋଟି ଲୋକ, କିନ୍ତୁ ଗୋଟେ ଭଲ ମଣିଷ ମିଳୁନି ଯାହା ଉପରେ ମଣିଷ ନିର୍ଭର କରି ଭରସା କରି ବଞ୍ଚିବ। ତାର କାରଣ କଣ ନା ମଣିଷ ଆଜି ସେ ରାକ୍ଷସ ଚରିତ୍ର ବାଘ ଭାଲୁର ଚରିତ୍ର ଆଜି ମଣିଷ ଭିତରେ ଗ୍ରାସ କରିଛି, କିନ୍ତୁ ମଣିଷ ଭିତରେ କାହାରି ମୁହଁରେ ଟିକେ ହସ ନାହିଁ। ଆଜିକାଲି ଯୁବକ ମାନେ ନିଜ ଶରୀରକୁ ଏଭଳି ବା ସୁନ୍ଦର ମାନେ ଏଭଳି କଦର୍ଯ୍ୟ ସୁନ୍ଦର ମାନେ ସଜଉଛନ୍ତି ଯେ ଜିଆର ପୋଲିସ ବାଲିଅନ୍ତର ମରିଲା, ସେ ଜିମରେ ଯାଇ ବିରାଟ ବଡ ଚେହେରା କରୁଛି, କିନ୍ତୁ ତା ଭିତରେ ଚେହେରାଟାକୁ ସୁନ୍ଦର କରୁଛି, ମୁହଁଟାକୁ କର୍କଶ କରୁଛି। ଆଜିକାଲି ଯୁବକ ମାନେ ଦାଢି ରଖିକିରି ହିଂସ୍ର ରୂପ ବାଘ ଭାଲୁ ବୋଲି ହବାକୁ ଚାହୁଁଛନ୍ତି, କିନ୍ତୁ କେହି ଯୁବକଟିଏ ମୁହଁଟାକୁ ସୁନ୍ଦର କରି ଯେ କେମିତି ମତେ ଲୋକ ବିଶ୍ୱାସ କରିବେ, ଭଲ ପାଇବ, ମୋ ପାଟିରୁ କେମିତି ଭଲ କଥା ବାହାରିବ, ମତେ ଲୋକ ଭଲ ପାଇବେ, ସେ କଥା ଆଜିକାଲି କୌଣସି ଉଚ୍ଚ ଶିକ୍ଷିତ ଯୁବକ ମାନଙ୍କର କୌଣସି ଭିତରେ ସଂସ୍କାର ନାହିଁ। ପିଲା ଯଦି ଡିଗ୍ରୀ ଯାଉଛି, ସାର୍ଟିଫିକେଟ ଅଛି, କିନ୍ତୁ ତା ଭିତରେ ସଂସ୍କାର ନଥିବାରୁ ଆଜି ପିଲା ଆଜି ଚରିତ୍ରହୀନ ହଉଛି। ତେଣୁ ସେଥିପାଇଁ କଥା ଅଛି ଥିଲେ ଥାଉ ତୁମେ ଗୁଣ ହଜାର, ଚରିତ୍ର ଭିତରେ ସବୁ ଅସାର। ଆଜି ଚରିତ୍ରବାନ ମଣିଷଟେ ମିଳୁନି, ସେଥିପାଇଁ ସତ୍ସଙ୍ଗକୁ ଆସିଲେ ପିଲାଟେ ଚରିତ୍ରବାନ ହବ। ତେଣୁ ଠାକୁର କହୁଛନ୍ତି ନାରୀ ଠାରୁ ଜନ୍ମେ ଜାତି, ଥିଲେ ଜାତକ ଥିଲେ ସେ ଜାତି, ସ୍ୱାମୀ ଠାରେ ଯେମନି ମତି, ସନ୍ତାନ ପାଏ ତେମନି ମତି। ଏ ନାରୀ ପୁଅ ଝିଅକୁ ଜନ୍ମ କରୁଛି, ଏଇ ନାରୀ ଠାରୁ ନାରାୟଣ ଜନ୍ମ ହଉଛନ୍ତି, ଏଇ ନାରୀ ଠାରୁ ରାକ୍ଷସ ଜନ୍ମ ହଉଛନ୍ତି। କିନ୍ତୁ ସେ କିଭଳି ନା ଠାକୁର ଯେମିତି ପ୍ରହ୍ଲାଦ ତା ମା ଯେମିତି ତା ସ୍ୱାମୀକୁ ଦେବଜ୍ଞାନ କରିଥିଲା ବୋଲି ସେ ଭକ୍ତ ପ୍ରହ୍ଲାଦ ଜନ୍ମ କରିଥିଲା ରାକ୍ଷସ ଠାରୁ। କିନ୍ତୁ ଆଜିର ଝିଅ ମାନେ ପାଠ ପଢୁଛନ୍ତି, କିନ୍ତୁ ସେ ପୁଅ ଝିଅ ମାନେ କି ଭଲ ମଣିଷ ହଉନାହାନ୍ତି, ଭଲ ଚରିତ୍ରବାନ, କାରଣ ସେ ସ୍ୱାମୀକୁ ଭଲ ପାଆନ୍ତି। ଆଜିକାଲି ଝିଅ ମାନେ କଣ୍ଡିସନରେ ମ୍ୟାରେଜ କରୁଛନ୍ତି, ତୁମେ ଯଦି ମତେ ଏଇଗୁଡା ଫୁଲଫିଲ କରିବ ତାହେଲେ ମୁଁ ତମକୁ ଲଭ୍ ମ୍ୟାରେଜ କରିବି, ତୁମେ ଯେହେତୁ କମ ହବ ତାହେଲେ ମୁଁ ଆଉ କାହାକୁ ବାହା ହେଇଯିବି। এইଭଳି କଣ୍ଡିସନ ଦେଶରେ ଘଟଣା ହେଉଛି। ଠାକୁର କହୁଛନ୍ତି ସ୍ୱାମୀ ଠାରେ ଯେମିତି ମତି, ସନ୍ତାନ ପାଇ ତେମନି ମତି। ତେଣୁ ସ୍ୱାମୀକୁ যে হৃদয় রাজ্যে দেবজ্ঞান করে সে তার দেবতা জন্ম হুয়ে। ସେଥିପାଇଁ ଠାକୁର କହୁଛନ୍ତି ସ୍ୱାମୀ ଯେ ତୋର ଆପଣା ଜନ, ପ୍ରିୟ ପରମ ଚଲାର ସାଥୀ, ତାଙ୍କୁ ଖୁସି କରି ଚାଲିଲେ ରହିବୁ ସୁଖେ ଦିବସ ରାତି। ଆଜିକାଲି ପୁଅ ଝିଅର ବଡ ବଡ ବିଲ୍ଡିଂ ରହୁଛନ୍ତି, କାର୍ ଚଢୁଛନ୍ତି, କିନ୍ତୁ ତାଙ୍କ ଦାମ୍ପତ୍ୟ ଜୀବନ ଶାନ୍ତି ଆସୁନି, ସୁଖ ଆସୁନି। କାହିଁକି ନା ସେମାନେ ଭିତରେ ଅନକଣ୍ଡିସନାଲ ଲଭ୍ ନାହିଁ। ଯଦି ମା ପୁଅ ଭିତରେ ଅନକଣ୍ଡିସନାଲ ଲଭ୍, ବାପା ପୁଅ ଭିତରେ ଅନକଣ୍ଡିସନାଲ ଲଭ୍, ଯଦି ସ୍ୱାମୀ ସ୍ତ୍ରୀରେ ସେ ଅନକଣ୍ଡିସନାଲ ଲଭ୍ ରହନ୍ତା ତାହେଲେ ସେ ଭଲ ପିଲାଟି ଜନ୍ମ ହୁଅନ୍ତା। କିନ୍ତୁ ଆଜିକାଲି ତମେ କଣ୍ଡିସନ କରୁ କଣ ମାଗିବୁ ନା ସ୍ୱାମୀ ମାଗେ ନାରୀର ପ୍ରଣୟ, ନାରୀ ମାଗେ ଟଙ୍କା, ଏମିତି କରି ଚାଲିଛି ଜଗତ ବଞ୍ଚିବା ବଢିବା ଫାଙ୍କା। ସ୍ୱାମୀ ସବୁବେଳେ ସ୍ତ୍ରୀ ଠାରୁ ପ୍ରେମ ଭିକ୍ଷା କରୁଛି, ଆଉ ସ୍ତ୍ରୀ ସବୁବେଳେ ସ୍ୱାମୀ ଠାରୁ ଟଙ୍କା ଚାହୁଁଛି। ଯୋଉଥିପାଇଁ ସାବିତ୍ରୀ ପତ୍ର ହଜାର ହଜାର ଝିଅ ମାନେ ଆତ୍ମହତ୍ୟା କରୁଛନ୍ତି ସ୍ୱାମୀ ଛାଡି, କାରଣ ଯେ ସବୁବେଳେ ଟଙ୍କା ଚାହୁଁଛନ୍ତି। କିନ୍ତୁ ଠାକୁର ଅନୁକୂଳ ଚନ୍ଦ୍ର କହିଲେ ଯେ ଜୀବନର ସବୁଠୁ ଶ୍ରେଷ୍ଠ ଆସନ ନାରୀର ତାର ସ୍ୱାମୀ। ତେଣୁ ସେ ସ୍ୱାମୀକୁ ଯଦି ଅନ୍ତର ଭିତରେ ମାପିବ ତାହେଲେ ସେ ଦେବତା। ଠାକୁର କହୁଛନ୍ତି ନାରୀର ଭାବଟା ପୁରୁଷକୁ ଉଦ୍ଦୀପ୍ତ କରେ, ଯୋଉଭଳି ସେ ଭାବରେ ନାରୀ ପୁରୁଷକୁ ଉଦ୍ଦୀପ୍ତ କରିବ, ସେ ଯୋଉଭଳି ସନ୍ତାନ ଚାହିଁବ ସେ ସେଇଭଳି ସନ୍ତାନ ଆଣିବ। ତେଣୁ ଆଜି ଆଶିଷ ଯୋଉ ଭଲ ପିଲାଟି ଜନ୍ମ ହେଇଛି ତାର ନାମକରଣ ଆଚାର୍ଯ୍ୟ କରିଛନ୍ତି ଏବଂ ତାର ବାପା ମା ତାକୁ ଦିବ୍ୟାଂଶୁ ଡାକୁଛନ୍ତି। ତେଣୁ ସେ ପିଲାଟି ଭଲ କେମିତି ହବ? ଆମେ ଜାଭିୟର ସ୍କୁଲରେ ପଢେଇଲେ ସେ ପିଲା ଭଲ ହବନି, ବା ଡିଏଭି ସ୍କୁଲରେ ପାଠ ପଢେଇଲେ ସେ ସାର୍ଟିଫିକେଟ ପାଇବ, କିନ୍ତୁ ସଂସ୍କାର କାହାଠାରୁ ହବ? ପ୍ରଥମେ ହଉଛି ମାତୃ ସଂସ୍କାର, ତାପରେ ପିତୃ ସଂସ୍କାର, ତାପରେ ହେଲା ଗୁରୁ ସଂସ୍କାର। ଏ ସମସ୍ତଙ୍କର ମା ଅଛି, ସମସ୍ତଙ୍କର ବାପା ଅଛି, ସବୁ ପିଲା ପାଠ ସବୁ ପଢୁଛନ୍ତି, କିନ୍ତୁ ଜୀବନର ଅଭାବ ହଉଛି ଆଚାର୍ଯ୍ୟ ନଥିବାରୁ। ତେଣୁ ସେଥିପାଇଁ ଯେତେବେଳେ ପିଲା 12 ବର୍ଷ ହେଇଯାଏ, ତେଣୁ ଠାକୁର କହୁଛନ୍ତି ପିଲାଟି ଏ ଆଶିଷ କିଭଳି ଭଲ ମଣିଷ ହେବ ନା ତାର ଘର ହଉଛି ତାର ବାପା ମା ହେଲେ ତାର ହଉଛନ୍ତି, ଯଦି ଆଶିଷ ହୁଏ ଫସଲ ତା ବାପା ମା ହଉଛନ୍ତି ବାଡ଼। ତେଣୁ ବାପା ମା ତାକୁ ଯଦି ଯୋଉ ସଂସ୍କାର ଦେବେ, ବାପା ମାଙ୍କର ଚାଲିଚଳନ ଆଚାର ବ୍ୟବହାର ଖାଦ୍ୟ ପୋଷାକ ଯେଭଳି ହେବ, ପିଲାଟା ଜନ୍ମଠାରୁ 10 ବର୍ଷ ପର୍ଯ୍ୟନ୍ତ ସେଇଟା ବାପା ମା ଠାରୁ ଶିଖିବ, ସେଇଟା ତାର ସାରା ଜୀବନ ଚରିତ୍ର ହବ।
କିନ୍ତୁ ସେଇ ପିଲା 12 ବର୍ଷ ପଦାର୍ପଣ କରିବ, ଯେତେବେଳେ ସେ ଆଚାର୍ଯ୍ୟ କେନ୍ଦ୍ରିକ ହେବ, ଆଚାର୍ଯ୍ୟ ଗୁରୁ ରୂପେ ଗ୍ରହଣ କରିବ, ସେ ଆଚାର୍ଯ୍ୟଙ୍କୁ ଅନୁସରଣ କରିକି ଚାଲିଲେ ସେ ପିଲାଟି ଭଲ ମଣିଷ ହେବ। ସେଥିପାଇଁ ଆମ ସଂସ୍କୃତି କହୁଛି ମାତୃଦେବ ଭବ, ପିତୃଦେବ ଭବ, ସର୍ବୋପରି ଆଚାର୍ଯ୍ୟ ଦେବ ଭବ। ଆଜିକାଲି ସବୁ ବାପା ମାଙ୍କର ପୁଅ ଝିଅ ଅଛନ୍ତି, ସମସ୍ତେ ପାଠ ପଢୁଛନ୍ତି, କିନ୍ତୁ ଜୀବନରେ କେହି ଗୁରୁ ଗ୍ରହଣ 12 ବର୍ଷରେ କେହି ଗୁରୁ ଗ୍ରହଣ କରୁନାହାନ୍ତି, ଯୋଉଥିପାଇଁ ତାଙ୍କ ପୁଅ ଝିଅ ମାନେ ଆଜି କ୍ଲାସ 6ରୁ ପୁଅ ଝିଅ ମାନେ ନଷ୍ଟ। କାରଣ ଏଇ ନୂଆପଲ୍ଲୀ ଯାଇଥିଲି କିଛି ଶିକ୍ଷା ଦେବା ପାଇଁ, ସେ ଗୋଟେ ବହୁତ ଧନୀ ଲୋକଟେ କଣ୍ଟ୍ରାକ୍ଟର, ସେ ତାଙ୍କ ଘରକୁ ଯାଇଛି, ସେ ତାଙ୍କ ମା କହିଲେ ମୋ ପୁଅଟା କ୍ଲାସ 5 ପର୍ଯ୍ୟନ୍ତ ଅତି ସୁନ୍ଦର ଥିଲା, କିନ୍ତୁ କ୍ଲାସ 6ରେ ପାଠ ପଢିଲା 12 ବର୍ଷ ହେଇଗଲା, ସେ ଆଜିକାଲି ସାଙ୍ଗସାଥି ମାନେ ସେ ବୁଲିକିରି ଆଉ ଏ ମୋବାଇଲ ଦେଖିକିରି ଏ କ୍ରିକେଟ ଖେଳିକିରି ସେ ପିଲା ମୋ କଥା ମାନୁନି। ସେ ପିଲାଟା ମତେ ଆଜି ପର୍ଯ୍ୟନ୍ତ ମୋ ପୁଅ ମୋ କୋଳ ଛାଡୁନଥିଲା, ମୋ କାନି ଛାଡୁନଥିଲା, କିନ୍ତୁ ଯେତେବେଳେ 12 ବର୍ଷ ହେଲା ସେ ଆମେ ତାକୁ ଛାଡିଦେଲୁ ସ୍କୁଲକୁ, ଗାଡି ତାକୁ ଦେଇଦେଲୁ ସାଇକେଲ, ସେ ଏବେ ସାଙ୍ଗସାଥି ମେଳରେ ପଡି ସେ କୁଆଡେ କେବେ ଯାଉଛି, କ୍ରିକେଟ କୋଉଠି ଖେଳୁଛି, କୋଉଠି ଯାଇ ମୋବାଇଲ ଦେଖୁଛି। ଆଜି ଯଦି କହିଲେ ପୁଅ ମୋର ନୌଟ ଉତ୍ତର ଦଉଛି। ମୁଁ ସେଇଠି ସେ ମାଆକୁ କହିଲି, ମା ତମର ଧନ ସମ୍ପତ୍ତି ଅଛି, କୋଠା ବାଡି ଅଛି, ପୁଅ ଯେତେବେଳେ ଯାହା ଚାଲେ ତାକୁ ଦେଇଦବ, କିନ୍ତୁ 12 ବର୍ଷ ବୟସ ହେଲା ତାକୁ ତମେ ଗୁରୁ ଗ୍ରହଣ କରିଲନି, ଆଚାର୍ଯ୍ୟ କେନ୍ଦ୍ରିକ କଲନି, ତେଣୁ ସେ କାହାକୁ ଭରସା କରି ଚାଲିବ? ତେଣୁ ବାପା ମା ଠାରୁ ପିଲା, ବାପା ମାଙ୍କର ସୀମିତ ଜ୍ଞାନ, ବାପା ମା ଠାରୁ ପିଲା ଯାହା ଶିଖେ, ଆଉ ଅବଶିଷ୍ଟ ତା ସାରା ଜୀବନ 12 ବର୍ଷରୁ ସେ 80 ବର୍ଷ ପର୍ଯ୍ୟନ୍ତ ବା 100 ବର୍ଷ ପର୍ଯ୍ୟନ୍ତ ବଞ୍ଚେ, ସେ କାହା ଉପରେ ନିର୍ଭର କରିବ ନା ଆଚାର୍ଯ୍ୟଙ୍କ ଉପରେ। ତେଣୁ ଆଚାର୍ଯ୍ୟ ହଉଛନ୍ତି ଜୀବନର ମେରୁଦଣ୍ଡ। ତେଣୁ ତାଙ୍କୁ ଅନୁସରଣ କରି ଚାଲିଲେ ପିଲା କେବେ ନଷ୍ଟ ହବନି। ଆଜି ପିଲାମାନେ ନଷ୍ଟ ହବାର କାରଣ ଯେ କେହି ଗୁରୁ କରୁନାହାନ୍ତି। ତେଣୁ ଆଜି ଆଶିଷକୁ ପ୍ରଭୁ ଯେ ଭଲ ମଣିଷଟେ ନିଶ୍ଚିତ କରିବେ। ତା ମା ଯେହେତୁ ଗୁରୁ ଗ୍ରହଣ କରିଛି, ସେ ସକାଳୁ ବ୍ରାହ୍ମ ମୁହୂର୍ତ୍ତ ଶଯ୍ୟା ତ୍ୟାଗ କରି ସେ ତାର ଆଚରଣ ଭିତରେ ସେ ବ୍ରାହ୍ମ ମୁହୂର୍ତ୍ତରେ ବସିକିରି 5 ମିନିଟରୁ 45 ଗୁରୁଙ୍କୁ ଧ୍ୟାନ କରିବ, ଆଜ୍ଞା ଧ୍ୟାନ କରିବ, ଗୁରୁଙ୍କ ମନ୍ତ୍ରକୁ ଜପ କରିବ। ମନ୍ତ୍ର ଦ୍ୱାରା ଶରୀର ଭିତରେ ଯୋଉ ଅଭାବଟା ଅଛି, ଡେଫିସିଏନ୍ସିଟା ଅଛି, ଇଏ ମନ୍ତ୍ର ଦ୍ୱାରା ପୂରଣ କରନ୍ତି ସେ ପୁରୁଷୋତ୍ତମ। ତେଣୁ ଆଜିକାଲି ଲୋକ କଣ ଦିନକୁ 3 ଟାଇମ୍ ଖାଉଛି, ଭଲ ବସ୍ତ୍ର ପିନ୍ଧୁଛି, ଗାଡି ଯାଉଛି, କିନ୍ତୁ ମନରେ କେବେ ଶାନ୍ତି ନାହିଁ। ତାର ମନଟା ସବୁ ଛଟପଟ କାହିଁକି ନା ସେ ମନର ଖାଦ୍ୟ କିଛି ପାଇଲା ନାହିଁ। ସେଟା ହଉଛି ନାମ। ନାମ କଲେ ମଣିଷ ଭିତରେ ଖାଦ୍ୟଟା ରିଜର୍ଭ ରହିବ। ଇଏ ଭାତ ଡାଲି ତରକାରୀ ଯୋଉ ଆମେ ଖାଉଛେ, ସେ ହଜମ ହେଇଗଲା ପରେ ସେ ଝାଡା ପରିସ୍ରା ପଟେ ପଳଉଛି, ତେଣୁ ଆମେ ଦୁର୍ବଳ ହେଇଯାଉଛେ, ପୁଣି ଖାଉଛେ। କିନ୍ତୁ ଯଦି ନାମ ସକାଳୁ ଠାକୁର କଲେ ଯେ ମଦ ନିଶା ହଉଛି 2 ଘଣ୍ଟା ରହିବ, କିନ୍ତୁ ନାମ ନିଶା ହଉଛି 24 ଘଣ୍ଟା ରହିବ। ଆଜିକାଲି ପିଲାମାନେ ପାଠଶାଠ ପଢୁଛନ୍ତି, ବଡ ବଡ ଇଞ୍ଜିନିୟରିଂ କଲେଜରେ, ମେଡିକାଲ କଲେଜରେ, ସେ ଟେନସନ ପାଇଁ ମଦ ପିଉଛନ୍ତି, ସିଗାରେଟ ପାଉଛନ୍ତି, କିନ୍ତୁ ଭାବୁଛନ୍ତି ମଦ ପିଇଲେ ସିଗାରେଟ ଖାଇଲେ ଆମର ଟେନସନ ରିଲାକ୍ସ ହବ, କିନ୍ତୁ ସେ ନିଶାଟା ଆସ୍ତେ ଆସ୍ତେ ତାକୁ ଏମିତି ଧରି ଯାଉଛି, ସେ ଆଉ ନିଶା ନ ଛାଡି ମୃତ୍ୟୁ ମୁଖରେ ପଡୁଛି। କିନ୍ତୁ ଠାକୁରଙ୍କ ଦୀକ୍ଷା ନେଲେ ଯେ ସେ 12 ବର୍ଷ ଦୀକ୍ଷା ନେଇ ନାମ ଜପ କଲା, ସେ ନାମଟା ଏତେ ତା ଭିତରେ ପ୍ରେରଣା ଦେବ, ଶକ୍ତି ଦେବ, ଆନନ୍ଦ ଦେବ, ଖୁସି ଦେବ, ସେ ଆଉ କେବେ ଅବାଟରେ ଯାଇପାରିବ ନାହିଁ। ସେଥିପାଇଁ ଠାକୁର କହିଲେ ବ୍ରାହ୍ମ ମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରି ଗୁରୁଙ୍କ ପ୍ରଦତ୍ତ ଏଇ ଯୁଗର ମହାମନ୍ତ୍ର, ଏଇ ଯୁଗର ବୀଜ ମନ୍ତ୍ରକୁ ଜପ କଲେ ମଣିଷ ଭିତରେ ଅଭାବଟା ଅଛି ଏଟା ପୂର୍ଣ୍ଣ ହେଇଯିବ। ଆଉ ତାପରେ ବିପଦ ଆପଦ ସମୟରେ ଏ ନାମଟା ତୋର ଯୋଉ ଶକ୍ତିଟା ତୋର ସ୍ମରଣ କରିକି ରହିଲା, ଏ ବିପଦ ଆପଦ ସମୟରେ ମଣିଷକୁ ରକ୍ଷା କରିବ। ତାପରେ ସ୍ୱତଃନିକା ପାଠ କଲେ ମଣିଷ ଆତ୍ମସମୀକ୍ଷା କରେ। ଆମେ ମଣିଷ ନା ଘରୁ ବାହାରିଲେ ପାଦ ପକେଇଲେ ଆମର ଭୁଲ ଅଛି, କେତେ ପାପ ବି କରୁଛେ, ଜୀବଜନ୍ତୁ ବି ପାଦ ତଳେ ପିମ୍ପୁଡ଼ି ମରିଯାଉଛି, କଡ଼େଇ ମରିଯାଉଛି, କିନ୍ତୁ ସେଥିରୁ ମୁକ୍ତି ପାଇବାକୁ ହେଲେ ଆମେ ସବୁଦିନ ସ୍ୱତଃନିକା ପାଠ କରିବା। ସ୍ୱତଃନିକା ଭିତରେ ଦେଇ ଆମେ ପ୍ରଭୁଙ୍କ ବା ନିଜକୁ ଆତ୍ମସମୀକ୍ଷା କଲେ, ପ୍ରଭୁ ମୁଁ ଯଦି ଆଜି ଭୁଲ ହେଇକି ରାଗିକି ମୋ ସ୍ତ୍ରୀକି ଗାଳି ଦେଇଛି, କି ମୋ ବାପାଙ୍କୁ ମୁଁ ଆଜି ଅଭିମାନ କରିଛି, ତାହେଲେ ମୁଁ କାଲିକି ଏଇଟା କରିବିନି। କାରଣ ମୁଁ ରାଗିଲେ ମୋ ରୋଗ ହବ, କ୍ରୋଧ କଲେ ମୋ ଘରେ କଳି ବଢିବ। ତେଣୁ ମୁଁ ଆଉ ରାଗିବି ନାହିଁ, କି କ୍ରୋଧ କରିବି ନାହିଁ, ମୋ ସ୍ତ୍ରୀକି ମୁଁ ନିଜର ମା ଭଳି ସମ୍ମାନ ଦେବି, ଭଲ ପାଇବି। ତେଣୁ ଯୋଉ ପୁରୁଷ ତା ସ୍ୱାମୀକୁ, ତା ସ୍ତ୍ରୀକୁ ସେ ମା ଭଳି ନିଜେ ଅନୁଭବ କରେ, ତା ଭିତରେ ଦେଇକିରି ସେ ତା ସ୍ୱାମୀ କେବେ ତା ସ୍ତ୍ରୀ କେବେ ତାକୁ ଅବହେଳା କରିବନି। କିନ୍ତୁ ଆଜିକାଲି ପୁରୁଷ ରାଜ୍ୟରେ ସେ ନାରୀମାନଙ୍କୁ ଯୋଉ ଅତ୍ୟାଚାର କରୁଛନ୍ତି, ଯାହା ତାଙ୍କର ଶ୍ରଦ୍ଧା ଭକ୍ତିର ନାହିଁ। ତେଣୁ ସେ ଶ୍ରଦ୍ଧା ଭକ୍ତି ଆସିବ କେତେବେଳେ ନା ଯେ ସ୍ୱାମୀ ସ୍ତ୍ରୀ ଧ୍ୟାନ କରନ୍ତି, ଜପ କରନ୍ତି। ଦିଟା ପୁରୁଷ, ଗୋଟେ ପୁରୁଷ ଗୋଟେ ନାରୀର ଯଦି ମିଳନ ହଉଛି, ଯଦି ବାଲି ଗୋଡ଼ିକି ସିମେଣ୍ଟ ମିଶେଇ ଇଟା ଦିଟାକୁ ସିମେଣ୍ଟ ଗୋଡ଼ି ସିମେଣ୍ଟ ବାଲି ମିଶେଇ ଦଉଛି, ସେ ସ୍ୱାମୀ ସ୍ତ୍ରୀର ଜୀବନରେ ଏ ଗୁରୁ ହଉଛନ୍ତି ସେଇ ସିମେଣ୍ଟିଂ ଫ୍ୟାକ୍ଟର। ତେଣୁ ଯଦି ଗୁରୁ ଗ୍ରହଣ କରି ଚାଲନ୍ତି, ଏ ସ୍ୱତଃନିକା ପାଠ କରନ୍ତି, ତାହେଲେ ତାଙ୍କ ପରିବାର ଶାନ୍ତି ଆସିବ। ତାଙ୍କ ପୁଅ ଝିଅ ତାଙ୍କୁ ଅନୁସରଣ କରି ସେ ପିଲା ମଧ୍ୟ ଶିଖିଯିବେ, ମୁଁ ଆମ ପରିବାର ଆଭିଜାତ୍ୟ ସଂସ୍କାର ସଂସ୍କୃତି, ତେଣୁ ମୁଁ ଏଇ ଧାରାରେ ଚାଲିବି। ତାପରେ କାୟମନ ବାକ୍ୟରେ ମଣିଷ ଇଷ୍ଟବୃତ୍ତି ଅର୍ପଣ କରିବ। ସେ ଜନ୍ମ ଜନ୍ମ ପାପ ତାପ ରୋଗ ବ୍ୟାଧି ସବୁ କିଛି ଅର୍ପଣ କରି ମଣିଷ ଭିତରେ ସେ
ଦେବଭାବ ସୃଷ୍ଟି ହେବ ଆଉ ଇଷ୍ଟ ବୃତ୍ତି ଦ୍ୱାରା ମଣିଷ ଦୀକ୍ଷାଟା ବଞ୍ଚି ରହିବ ଆଉ ଈଶ୍ୱରଙ୍କ ସହିତ ଲାଗି ରହିବ। କିନ୍ତୁ ମଣିଷ ଆଜି କଣ କରୁଛି ନା ଦିନେ ମନ୍ଦିରକୁ ଯାଉଛି ଅନ୍ୟ ଦିନ ମନ୍ଦିରକୁ ଯାଉନି, ଭାବୁଛି ମୁଁ ଗୋଟେ ଆଜି ସଂକ୍ରାନ୍ତିରେ ଯାଇଥିଲି ମୋର ପୁଣ୍ୟ ହେଇଗଲା, କିନ୍ତୁ କାଲି ଶୋଇଗଲା ପରେ ସେ ପୁଣ୍ୟଟା କମି ଯାଉଛି। କିନ୍ତୁ ଠାକୁର ସେଥିପାଇଁ ଦୟାକରି ଏ ଯୁଗରେ ସମସ୍ତଙ୍କୁ କହିଲେ ଯାହାର ଜୀବନ ଅଛି ତାର ବଞ୍ଚିବାର ଅଧିକାର ଅଛି, ବଞ୍ଚିବା ବଢିବା ପାଇଁ